ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, ପୂଜା କରିବା ସମୟରେ ଯଦି ଆପଣ ଜଳେଇଥିବା ଦୀପଟିର ଶିଖା ଉପରକୁ ଉଠିବାକୁ ଲାଗିଥାଏ, ତେବେ ଆପଣଙ୍କ ଉପରେ ଭଗବାନଙ୍କର କୃପା ଦୃଷ୍ଟି ରହିଥିବା ସୂଚନା ହୋଇଥାଏ ଏବଂ ଆପଣଙ୍କ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ। 2 ନମ୍ବର, ଗାଧୁଆ ଘର ସବୁବେଳେ ସଫାସୁତୁରା ରଖିବା ଉଚିତ। କେବେ ବି ଅଳିଆ ଆବର୍ଜନା କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ରାହୁ, କେତୁ ଏବଂ ଶନିଙ୍କ ଖରାପ ପ୍ରଭାବ ପଡ଼ି ସୁଖ ସମୃଦ୍ଧି କମ୍ ହୋଇଥାଏ। 3 ନମ୍ବର, ବାସ୍ତୁଶାସ୍ତ୍ର ଅନୁସାରେ କେବେ ବି ଫଟା ଏବଂ ମଇଳା ହୋଇଥିବା କପଡ଼ା ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ। ତେଣୁ ଗାଧୋଇବା ପରେ କପଡ଼ା ପିନ୍ଧିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। 4 ନମ୍ବର, ଦୁଆର ମୁହଁରୁ କୌଣସି ଅସହାୟ ଲୋକଙ୍କୁ କେବେ ବି ଖାଲି ହାତରେ ଫେରାଇବା ଉଚିତ ନୁହେଁ। ନିଜ ସାମର୍ଥ୍ୟ ଅନୁସାରେ ତାଙ୍କୁ ସାହାଯ୍ୟ କରିବା ଦରକାର। ଏହାଦ୍ୱାରା ପ୍ରଭୁଙ୍କର କୃପା ମିଳେ ବୋଲି ମାନ୍ୟତା ରହିଛି। 5 ନମ୍ବର, ଯେଉଁ ଲୋକଙ୍କ ମୁହଁର ଡାହାଣ ପାଖରେ କଳାଜାଇ ଚିହ୍ନ ଥାଏ, ସେ ପର ଉପକାରୀ ଏବଂ ମାନ ସମ୍ମାନର ଅଧିକାରୀ ହୋଇଥାନ୍ତି। ଏହି ଲୋକଙ୍କ ଉପରେ ସବୁବେଳେ ଭଗବାନଙ୍କର ଆଶୀର୍ବାଦ ରହିଥାଏ। 6 ନମ୍ବର, ଯେଉଁ ପୁରୁଷର ମୁଣ୍ଡର କେଶ କୁଞ୍ଚୁକୁଞ୍ଚିଆ ହୋଇଥାଏ, ସେମାନେ ସରଳ ମନା ଏବଂ ଜିଦିଆ ପ୍ରକୃତିର ହୋଇଥାନ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟିଥାଏ। 7 ନମ୍ବର, ନାକରେ କଳାଜାଇ ରହିଥିବା ଲୋକମାନେ ସ୍ୱାଭିମାନୀ ହୋଇଥାନ୍ତି ଏବଂ ଜୀବନରେ ପ୍ରଗତି କରିଥାନ୍ତି। 8 ନମ୍ବର, ହାତରେ ପାପୁଲି ମଝିରେ କଳାଜାଇ ରହିଥିବା ଲୋକମାନଙ୍କର ଧନର ଅଭାବ ହୋଇନଥାଏ ଏବଂ ବିବାହ ପରେ ଭାଗ୍ୟ ଉଦୟ ହୋଇଥାଏ। 9 ନମ୍ବର, ପାଦର ଆଙ୍ଗୁଠିରେ କଳାଜାଇ ଚିହ୍ନ ରହିଥିବା ଲୋକମାନେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି ଏବଂ ଅନ୍ୟର ଉପକାର ମଧ୍ୟ କରିଥାନ୍ତି। 10 ନମ୍ବର, ହାତରେ ଆଙ୍ଗୁଠିରେ କଳାଜାଇ ଚିହ୍ନ ରହିଥିବା ଲୋକମାନେ କର୍ମବୀର ହୋଇଥାନ୍ତି ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି। 11 ନମ୍ବର, ଯେଉଁ ଲୋକମାନଙ୍କର ବେକରେ କଳାଜାଇ ଚିହ୍ନ ରହିଥାଏ, ସେମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ଚତୁରତାର ସହିତ ଧନ ଅର୍ଜନ କରିଥାନ୍ତି। 12 ନମ୍ବର, ଯେଉଁ ଲୋକମାନଙ୍କର କାନରେ କଳାଜାଇ ଚିହ୍ନ ରହିଥାଏ, ସେମାନେ ବିଚାରବଦ୍ଧ ଲୋକ ହୋଇଥାନ୍ତି ଏବଂ ଉତ୍ତମ ପରାମର୍ଶଦାତା ମଧ୍ୟ ହୋଇଥାନ୍ତି। 13 ନମ୍ବର, ଯେଉଁ ପୁରୁଷ ଲୋକମାନେ ମହିଳାମାନଙ୍କ ସମ୍ମାନ କରିଥାନ୍ତି, ସେମାନଙ୍କ ଉପରେ ଶନିଦେବଙ୍କର କୃପା ରହିଥାଏ। 14 ନମ୍ବର, ଯେଉଁ ପୁରୁଷ ଲୋକଙ୍କ ସ୍ମିତହାସ୍ୟ ମନମୋହକ ହୋଇଥାଏ, ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। 15 ନମ୍ବର, ଯେଉଁ ଲୋକଙ୍କ ପାଦର ଦ୍ୱିତୀୟ ଆଙ୍ଗୁଳି ବଡ଼ ହୋଇଥାଏ, ସେମାନେ ଭାଗ୍ୟଶାଳୀ ଏବଂ ସହନଶାଳୀ ବ୍ୟକ୍ତି ହୋଇଥାନ୍ତି। 16 ନମ୍ବର, ଯେଉଁ ପୁରୁଷ ନିଜର ପ୍ରଶଂସା କରନ୍ତି ନାହିଁ ଏବଂ ଯାହାର ଅହଙ୍କାର ନଥାଏ, ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ରହିଥାଏ। 17 ନମ୍ବର, ଯେଉଁ ପୁରୁଷମାନେ କଥା ଧୀର କହିଥାନ୍ତି କିମ୍ବା ସେମାନଙ୍କ କଥା ଠିକ୍ ଭାବେ ବୁଝି ହୁଏ ନାହିଁ, ସେମାନଙ୍କୁ ଜୀବନରେ ସଫଳତା ସହଜରେ ମିଳିନଥାଏ। 18 ନମ୍ବର, ଯେଉଁ ପୁରୁଷଙ୍କର ଆଖି କଳା ଏବଂ ସୁନ୍ଦର ହୋଇଥାଏ, ତା ସହିତ ଆଖି ତଳରେ କଳା ଦାଗ ନଥାଏ, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। 19 ନମ୍ବର, ପୁରୁଷ ଲୋକମାନେ ପ୍ରତ୍ୟେକ ଦିନ ସ୍ୱଚ୍ଛ ରହିବା ସହିତ ଚନ୍ଦନ ଲଗାଇବା ଉଚିତ ହୋଇଥାଏ। ଏହାଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। 20 ନମ୍ବର, ଯେଉଁ ପୁରୁଷ ସ୍ତ୍ରୀକୁ ଶାରୀରିକ ସୁଖ ଦେଇପାରେ ନାହିଁ କିମ୍ବା ସ୍ତ୍ରୀକୁ ସନ୍ତୁଷ୍ଟ କରିପାରେ ନାହିଁ, ସେହି ପୁରୁଷଠାରୁ ସ୍ତ୍ରୀ ଦୂରେଇ ରହିଥାନ୍ତି। 21 ନମ୍ବର, ଯେଉଁ ପୁରୁଷ ଲୋକମାନେ କଥା ସ୍ପଷ୍ଟ ଭାବେ କହିଥାନ୍ତି, ସେମାନେ ଶୀଘ୍ର ସଫଳତା ଏବଂ ଧନ ଦୌଲତର ଅଧିକାରୀ ହୋଇଥାନ୍ତି। 22 ନମ୍ବର, ଯେଉଁ ପୁରୁଷ ଲୋକଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ କିମ୍ବା ଅଧିକ କେଶ ରହିଥାଏ, ସେମାନଙ୍କ ଜୀବନରେ ବହୁତ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। 23 ନମ୍ବର, ଯେଉଁ ପୁରୁଷ ଲୋକଙ୍କ ମଥା ଚଉଡ଼ା ହୋଇଥାଏ ଅଥବା 4 ଆଙ୍ଗୁଳିରୁ ଅଧିକ ହୋଇଥାଏ, ସେମାନେ ଭାଗ୍ୟଶାଳୀ ପୁରୁଷ ହୋଇଥାନ୍ତି।
24 ନମ୍ବର, ଯେଉଁ ପୁରୁଷ ଲୋକଙ୍କ ମଥାରେ କୌଣସି ଦାଗ ରହିଥାଏ ସେମାନଙ୍କୁ ଜୀବନରେ କୌଣସି ବି ସଫଳତା ପ୍ରାପ୍ତ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। 25 ନମ୍ବର, ଯେଉଁ ଲୋକମାନଙ୍କର ଓଠରେ କଳାଜାଇ ଚିହ୍ନ ରହିଥାଏ ସେମାନେ ମିଷ୍ଟଭାଷୀ ହୋଇଥାନ୍ତି ଏବଂ ଭାଷା ଦ୍ୱାରା ଅନ୍ୟମାନଙ୍କର ମନ କିଣିଥାନ୍ତି। 26 ନମ୍ବର, କେବେ ବି ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ୟ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା ଯେକୌଣସି ପ୍ରାଣୀଙ୍କୁ ଭୋକିଲା ରଖି ଖାଦ୍ୟ ଖାଇବା ଅନୁଚିତ। 27 ନମ୍ବର, ଯଦି କୌଣସି ଶାରୀରିକ କଷ୍ଟ କିମ୍ବା ଯନ୍ତ୍ରଣା ଦେଖାଦେଉଥାଏ ତେବେ ଶନିବାର ଦିନ ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଶାରୀରିକ ବିକଳାଙ୍ଗ କିମ୍ବା ଗରିବ ଲୋକଙ୍କୁ ଖାଇବାକୁ ଦେବା ଦ୍ୱାରା ଶାରୀରିକ କଷ୍ଟ ଦୂର ହୋଇଥାଏ। 28 ନମ୍ବର, କୌଣସି ଦିନ ସ୍ନାନ କରିବା ପରେ ମନ୍ଦିର ଯାଇ ମହାଦେବଙ୍କୁ ଗୌରୀଶଙ୍କର ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ମଙ୍ଗଳକାରୀ ହେବା ସହିତ ବହୁଦିନରୁ ରହିଥିବା ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ। 29 ନମ୍ବର, କେବେ ବି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ଏବଂ ଧନର ଅଭାବ ଦେଖା ଦେଇଥାଏ। ତା ସହିତ ଶରୀର ରୋଗଗ୍ରସ୍ତ ହୋଇଥାଏ। 30 ନମ୍ବର, ଶାସ୍ତ୍ର ଅନୁସାରେ କୌଣସି ମନ୍ଦିର କିମ୍ବା ଶ୍ମଶାନରେ କେବେ ବି ଶୋଇବା ଉଚିତ ନୁହେଁ ଏବଂ ଯଦି ଘରେ ଏକା ରହୁଛନ୍ତି ତେବେ ପାଖରେ ଲୁହା ଜିନିଷ ଏବଂ ପାଣି ପାତ୍ର ରଖିବା ଉଚିତ। 31 ନମ୍ବର, ରାତ୍ରି ଭୋଜନ ପରେ ରୋଷେଇ ଘରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ତେଣୁ ଅଇଁଠା ବାସନକୁ ରୋଷେଇ ଘରୁ ବାହାର କରିଦିଅନ୍ତୁ କିମ୍ବା ରାତିରେ ଧୋଇ ଦିଅନ୍ତୁ। ଅଇଁଠା ବାସନରେ କାହାକୁ ବି ଖାଦ୍ୟ ପରସନ୍ତୁ ନାହିଁ। 32 ନମ୍ବର, ଯେଉଁ ବିବାହିତା ମହିଳା ସକାଳୁ ବିଳମ୍ବରେ ବିଛଣା ଛାଡ଼ନ୍ତି ସେହି ମହିଳାଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ସେହି ଘରେ ଅଲକ୍ଷ୍ମୀ ବାସ କରିଥାନ୍ତି। ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରି ପୂଜାପାଠ ଆଳତି କରିବା ଉଚିତ ହୋଇଥାଏ ଯାହାଦ୍ୱାରା ଘରର ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ହୋଇଥାଏ। 33 ନମ୍ବର, ଅନେକ ମହିଳା ଘରର ମୁଖ୍ୟଦ୍ୱାରର ଚୌକାଠ ଉପରେ ବସି ଗପ କରିଥାନ୍ତି ଏବଂ ଖାଦ୍ୟ ମଧ୍ୟ ଖାଇଥାନ୍ତି। ଏହାଦ୍ୱାରା ମା ଲକ୍ଷ୍ମୀଙ୍କର ଗୃହ ପ୍ରବେଶରେ ବାଧା ସୃଷ୍ଟି ହୋଇଥାଏ। ଏହିଭଳି ମହିଳାଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। 34 ନମ୍ବର, ଯେଉଁମାନେ ଆତ୍ମସମ୍ମାନକୁ ଧନ ରୂପେ ବିବେଚନା କରନ୍ତି ସେମାନେ ବାସ୍ତବରେ ଚିରଞ୍ଜୀବୀ। ଆତ୍ମସମ୍ମାନକୁ ଗୁରୁତ୍ୱ ଦେଉନଥିବା ବ୍ୟକ୍ତିମାନଙ୍କ ପାଖରେ ଯେତେ ଧନ ଥିଲେ ମଧ୍ୟ ଯେତେ ଦିନ ବଞ୍ଚି ରହିଲେ ମଧ୍ୟ ତାର ମୂଲ୍ୟ ଅନ୍ୟମାନଙ୍କ ପାଖରେ ନଥାଏ।